ନମସ୍କାର ଦର୍ଶକ ବନ୍ଧୁ। ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡିଓରେ। ଦର୍ଶକ ବନ୍ଧୁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଉମାନଙ୍କର ୱାର୍କ ଅର୍ଡର ଆସିନଥିଲା ଏବଂ ସେମାନଙ୍କର ଏବେ ଆଗ ୱାର୍କ ଅର୍ଡର ଆସିଯାଇଛି ଏବଂ ଯୋଉମାନେ ଅପେକ୍ଷା କରିଥିଲେ କି ତାଙ୍କ ନାମ ଲିଷ୍ଟ କେବେ ଆସିବ, ତାଙ୍କ ଲିଷ୍ଟରେ ତାଙ୍କ ନାଁ ଅଛି କି ନାହିଁ, କେମିତି ଆପଣମାନେ ନିଜେ ମୋବାଇଲରେ ଆପଣ ଚେକ୍ କରିପାରିବେ। ତ ସେ ବିଷୟରେ ମୁଁ ଆପଣଙ୍କୁ ଡିଟେଲ୍ସ ଭାବରେ ଆପଣଙ୍କୁ ଜଣାଇବା ପାଇଁ ଯାଉଛି। ତା ପୂର୍ବରୁ ଯଦି ଆପଣ ଭିଡିଓରେ ନୂଆ ଅଛନ୍ତି ତ ଭିଡିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ। ତ ଦର୍ଶକ ବନ୍ଧୁ, ଆପଣମାନଙ୍କର ଏଇ କିଛି ଦିନ ତଳେ ଆପଣଙ୍କର କହିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପଣଙ୍କର ଆଧାର କାର୍ଡ ଲିଷ୍ଟ ଅଲରେଡି ଆସିଛି। କିନ୍ତୁ ବର୍ତ୍ତମାନ ଆପଣଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର କି ଆପଣଙ୍କର ନେମ୍ ଲିଷ୍ଟ ହେଇଛି ଏବଂ ଆପଣଙ୍କର ୱାର୍କ ଅର୍ଡର ଆପଣଙ୍କର ଆସିଯାଇଛି। ସେଟା କେଉଁ ଭାବରେ ଆପଣ ଚେକ୍ କରିପାରିବେ ନିଜର ମୋବାଇଲ ମାଧ୍ୟମରେ, ତୁରନ୍ତ ସେ ବିଷୟରେ ଜାଣିବା ଆପଣ କେମିତି ଚେକ୍ କରିବେ। ତ ଏଇଠି ଆପଣଙ୍କୁ ଦେଖନ୍ତୁ ବ୍ରାଉଜରକୁ ଯାଇକି ଆପଣମାନେ ଏଇଠି ସର୍ଚ୍ଚ କରିଦେବେ କି ଆପଣଙ୍କର ପିଏମ୍ ଆବାସ ଯୋଜନା ଲିଷ୍ଟ ଇନ୍ ଓଡ଼ିଶା 2026 ଆପଣ ସର୍ଚ୍ଚ କରିଦେବେ। ସର୍ଚ୍ଚ କରିସାରିଲା ପରେ ଦେଖନ୍ତୁ ପ୍ରଥମେ ଆପଣ ଲେଖାଯାଇଛି PMAYG, ଏଇଟା ଆପଣ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆପଣଙ୍କ ତାର ଅଫିସିଆଲ ୱେବସାଇଟଟା ଆପଣଙ୍କୁ ସେ ବାହାରି ଆସିବ। ଅଫିସିଆଲ ୱେବସାଇଟ ବାହାରି ଆସିଲା ପରେ ଦେଖିବା ତିନିଟା ଡଟ୍ ଅଛି ଆପଣଙ୍କର ଏଇଠି, ତିନିଟା ଡଟ୍ ଉପରେ ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଇଠି ଲେଖା ହେଇଛି ଆପଣଙ୍କର ଆୱାସ ସଫ୍ଟ ରୁଲ୍ ଲେଖା ହେଇଛି। ତ ଆୱାସ ରୁଲ୍ ଆପଣ କ୍ଲିକ୍ କଲା ପରେ ଆପଣଙ୍କ ରିପୋର୍ଟ ଲେଖା ହେଇଛି, ଏ ରିପୋର୍ଟ ଉପରେ ଆପଣମାନେ କ୍ଲିକ୍ କରିବେ। ଟିକେ ଫାଷ୍ଟ ନେଟୱାର୍କ ହେଲେ ଆପଣ ସବୁ ଭଲ ଭାବରେ ବୁଝିପାରିବେ। ଦେଖନ୍ତୁ ଏଠି ଟୋଟାଲ ଡିଟେଲ୍ସ ବାହାରି ଆସିଲା। ଯଦି ବାହାରି ଆସିଲା ପରେ ଆପଣଙ୍କର ଏଠି ଟୋଟାଲ ଡିଟେଲ୍ସ ଦେଖନ୍ତୁ ଲାଷ୍ଟକୁ ଅଛି ଆପଣଙ୍କର ଏଠି ନା ବେନିଫିସିଆରି ଡିଟେଲ୍ସ ଅଫ୍ ଫର୍ ଭେରିଫିକେସନ ସୋସିଆଲ ଅଡିଟ୍ ରିପୋର୍ଟ। ଆମର ବେନିଫିସିଆରି କାରଣ ମୋ ନାମ ଜାଣିବାର ଅଛି, କୋଉ ଆମ ନାମ ଆସିଛି କି ନାହିଁ। ତାପରେ ଆପଣ ଏଠି ଆପଣଙ୍କୁ ସେ ମାଗୁଛି ଟିକେ ଅଲ୍ ଷ୍ଟେଟ୍ ମାନେ ଆପଣଙ୍କ ଷ୍ଟେଟ୍ କ'ଣ ମାଗୁଛି ଏବଂ ଯାହା ବି କିଛି ମାଗୁଛି ଆପଣଙ୍କୁ ଭରିବା ପାଇଁ ପଡ଼ିବ। ଦେଖନ୍ତୁ ମୁଁ ଏଠି ଭଲ ଭାବରେ ଆପଣଙ୍କୁ ଭରି ଦେଉଛି। ଯେହେତୁ ଷ୍ଟେଟ୍ ମାଗୁଛି ଆପଣଙ୍କୁ, ଯଦି ଆପଣ ନିଜ ନିଜ ଷ୍ଟେଟ୍ ଦେଇଦେବେ। ଦେଇଦେବା ପରେ ଆପଣମାନଙ୍କୁ ଏଠି ସିଲେକ୍ଟ ମାଗୁଛି, ନିଜ ଡିଷ୍ଟ୍ରିକ୍ଟ ଦେଇଦେବେ। ତାପରେ ଆପଣମାନଙ୍କର ଏଠି ମାଗୁଛି କ'ଣ ନା ଆପଣଙ୍କର ବ୍ଲକ ମାଗୁଛି ଏଇଠି, ସେଇଟା ଆପଣଙ୍କୁ ବ୍ଲକ ଏଠି ଦେଇଦେବେ। ବ୍ଲକ ଦେଇ ସାରିଲା ପରେ ଆପଣମାନଙ୍କର ଏଠି ପୁଣି ମାଗୁଛି କ'ଣ ନା ଆପଣମାନଙ୍କର ଯେଉଁ କେଉଁ ଗାଁ ସାର୍ ଆପଣ ଦେଖିବା ପାଇଁ ଯାଉଛନ୍ତି, ତ ସେଇଟା ଆପଣଙ୍କୁ ଏଠି ଦେବା ପାଇଁ ପଡ଼ିବ। ଦେଇ ସାରିଲା ପରେ ଆପଣ ଏଠି ଷ୍ଟେଟ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର କୋଉ ମସିହାରେ ଆପଣ ଦେଖିବା ପାଇଁ ଯାଉଛନ୍ତି, ତ ସେଇଟା ଆପଣଙ୍କୁ ଦେବା ପାଇଁ ପଡ଼ିବ। ଦେଖନ୍ତୁ ଏଇଠି ଆପଣଙ୍କର ଲେଖା ହଉଥିଲା 2025-26 ପାଇଁ ଆଗରୁ ଆପଣଙ୍କୁ ସେଠି ଦେଖୁଥିଲା ଅପସନ ଦଉଥିଲା, ବର୍ତ୍ତମାନ 2026-27 ପାଇଁ ଆପଣଙ୍କର ସେଇ ଅପସନ ଆପଣଙ୍କର ଆସିଯାଇଛି। ତ ଏଇଠି ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କରିସାରିଲା ପରେ ପୁଣି ସବମିଟ୍ ସେ ମାଗୁଛି ଆପଣଙ୍କର କି ଆପଣଙ୍କୁ କ'ଣ ଜାଣିବାର ଅଛି। ଏଠି ମାନେ ସବୁ ପ୍ରକାର ସରକାରଙ୍କ ଯୋଜନା ବିଷୟରେ ଆପଣଙ୍କର ଅଛି। ଆପଣ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଜାଣିବାର ଅଛି, ଏଇଟା ଆପଣଙ୍କ ଫାଷ୍ଟ ଯୋଉଟା ଆପଣଙ୍କର ଅଛି, ଏଠି ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ଦେଖନ୍ତୁ ସବମିଟ୍ ଉପରେ ଆପଣ କ୍ଲିକ୍ କରିଦେବେ। ସବମିଟ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କର ଏଠି ଟୋଟାଲ ଡିଟେଲ୍ସ ଭାବରେ ଡାଟା ନୋଟ୍ ଫର୍ମ ଲେଖୁଛି ଏଠି ଆପଣଙ୍କର ମାନେ ଡାଟା ଅପଡେଟ୍ ହେଇନାହିଁ ଆପଣଙ୍କର ମାନେ ଅନଲାଇନ୍ ମାଧ୍ୟମରେ, କିନ୍ତୁ ଆପଣଙ୍କର ନିଜ ପଞ୍ଚାୟତରେ ଆପଣଙ୍କର ଅଲରେଡ଼ି ଆସିଯାଇଛି। ଆପଣ ଯାଇ ସେଠି ଆପଣମାନେ ଦେଖିପାରିବେ ଏବଂ ଆପଣଙ୍କର ଯାହା ବି କିଛି ଅପଡେଟ୍ ଜାଣିବାର ଥିବ ଏ ବିଷୟରେ କିଛି ମତେ ଆପଣ କହିପାରିବେ। ଯଦି ବି କିଛି ସମୟ ପରେ ଆସିଯିବ, ଠିକ ଅଛି। ମାନେ ମୁଁ ଥରେ ଦେଖିଥିଲି, ତାପରେ ମୁଁ ଆପଣଙ୍କ ଭିଡ଼ିଓ ମାଧ୍ୟମରେ କହୁଛି, ନେକ୍ସଟ ଆପଣଙ୍କୁ ମୁଁ ଦେଖଉଛି ଗୋଟେ। ତ ବିଶେଷ ନକରି ଆପଣ ପଞ୍ଚାୟତ ଚାଲିଯିବେ, ପଞ୍ଚାୟତ ଗଲା ପରେ ଆପଣଙ୍କ ୱାର୍କ ଅର୍ଡର ଆସିଛି କି ନାହିଁ, ଆପଣଙ୍କ ନାମ ଆସିଛି ନାହିଁ, ଡିଟେଲ୍ସ ଭାବରେ ଆପଣଙ୍କୁ ସେ ପାଇଯିବେ ଆପଣ, ଠିକ ଅଛି। ତ ଏଇଟା ଥିଲା ଆପଣଙ୍କ ଗୋଟେ ବହୁତ ବଡ଼ ଅପଡେଟ୍। ଆଶା କରିବି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ।